ମୁଁ ମେସିନ୍ ରଖିଦେଇକି ଯାଉଛି। ଧାନ ଚାଷ ହେବ। ଧାନ ଚାଷ କରିକି ମୁଁ ଆସିବି। ମେସିନ୍ ଆସିଲାଣି 2-3 ଦିନ ହେଲା। ମୋର ଗୋଟେ ସାଙ୍ଗଟେ ବା ପୁତୁରା ହେବ, ତାର ଗାଡ଼ି ଆକ୍ସିଡେଣ୍ଟ ହେଇଥିଲା, କିମ୍ସ ମେଡ଼ିକାଲରେ ପଡ଼ିଥିଲା। ମୁଁ ପଡ଼ିକି ଅଛି ବି, ଏବେ ମେଡ଼ିକାଲରେ ଅଛନ୍ତି। ଆଇସିୟୁରେ ଥିଲା, ଆଇସିୟୁରୁ ଏବେ ନର୍ମାଲ ବେଡ଼କୁ ଆସିଛନ୍ତି, ଆଉ ଡିସଚାର୍ଜ କରାଯିବ। ଗଲେ ଗାଁରେ ଧାନ ଚାଷ କରିବା। ଧାନ ଚାଷ କଲେ ତ ନିଶ୍ଚିନ୍ତ ଭାବରେ ଭିଡ଼ିଓ ପଡ଼ିବ, ଆପଣମାନେ ନିଶ୍ଚିନ୍ତ ଦେଖିବେ। ମୁଁ ଏବେ ମେସିନ୍କି ମୋର ଛାଡ଼ିକି ଏଇଠିକି ଯାଉଛି। କର୍ମଦାତା ଇଏ, ଯେ ହେଲେ ମୋ ପେଟକୁ ଇଏ ପୋଷେ ବା ମୋ ଘର ଲୋକଙ୍କୁ ଚଳାଏ, ଆକୁ କହିଲେ ଅତ୍ୟୁଟ ହେବ ନାହିଁ। ଆପଣଙ୍କର ଲକ୍ଷ୍ୟ କ'ଣ ଥିବ ମୁଁ ଜାଣିନି, କିନ୍ତୁ ନିଶ୍ଚିନ୍ତ ଭାବରେ ମୋର ଲକ୍ଷ୍ୟ ହେଉଛି ଆକୁ ପାଇ ମୁଁ ଯାହା ବି ହେଉ ନା କାହିଁକି, ଛୋଟ ହେଉ ବଡ଼ ହେଉ ଯାହା ବି ହେଉ, ମୁଁ ଧରିକି ଆକୁ ଚାଲିଛି। କର୍ମମୟୀ ମା ଜଗତୀ ଜନନୀ ମା କାଳୀମା ବା ବିଶ୍ୱକର୍ମା, ମୁଁ ଧରିକି ଚାଲିଛି ବାଟ ଆଗକୁ। ଯାହା ହେଉ ପେଟ ଦିପଟା ପାଇଁକା ସବୁକିଛି କର୍ମ କରିବାକୁ ପଡ଼ିବ, ଛୋଟ ନାହିଁ ବଡ଼ ନାହିଁ। ଆଉ ସମାଜର ଆଗରେ ଆମକୁ କହୁଛନ୍ତି ଡ୍ରାଇଭର ଡ୍ରାଇଭର ଡ୍ରାଇଭର, କିନ୍ତୁ ମୁଁ କେବେ କାହା କଥା ଶୁଣିନି। ବହୁତ କଥା କହିଛନ୍ତି, ବହୁତ କଥା ଶୁଣିଛି, ସେଟା ଷ୍ଟୋରି ବହୁତ ଅଛି, ସେଟା ନ କହିଲେ ଭଲ। କର୍ମମୟୀ ମାଆକୁ ଧରିକି ଚାଲିବାକୁ ପଡ଼ିବ। କର୍ମ ହିଁ ଭଗବାନ, କର୍ମକୁ ଧରି ଚାଲ, ନିଶ୍ଚିନ୍ତ ସଫଳତାର ଆଗରେ ନିଶ୍ଚିନ୍ତ ଭାବରେ ଆଗରେ ପହଞ୍ଚିବ ମୋ ଆଶା। ମୁଁ ଭିଡ଼ିଓଟି ଏଇଠି ରଖୁଛି, କାହିଁକିନା ମୁଁ ମେସିନ୍ ପାଖରେ ଠିଆ ହେଇଛି। ମେସିନ୍ ରଖିଦେଇକି ଘରକୁ ଯିବି। ଘରକୁ ଆସିବି 7-8 ଦିନ ପରେ, ମୋତେ ଲାଗୁଛି 7-8 ଦିନ ପରେ ମୋ କାମ ସରିଲା ପରେ ଆସିବି। ମେସିନ୍ରେ ଯାହା କିଛି ହେଇଛି ତାକୁ ସଜଡ଼ା ସଜଡ଼ି କରିବି। ନିଶ୍ଚିନ୍ତ ଭାବରେ ସେ ଭିଡ଼ିଓ ବି ଆପଣଙ୍କ ପାଖରେ ପ୍ରୟାସ ରଖିବି। ଏଇଠି ରଖୁଛି। ଜୟ ଶ୍ରୀ ଜଗନ୍ନାଥ। ଓଡ଼ିଶାବାସୀ ଭଲରେ ଥାନ୍ତୁ। ଜଗନ୍ନାଥଙ୍କ ମହିମାରୁ ଜୟ ଶ୍ରୀ ଜଗନ୍ନାଥ।